फ्रेंड्स नमस्कार वेलकम टू बैक माय यूट्यूब चैनल। आशा करुँच आपण मैंने भल थे मुझे अच्छी जगन्नाथ दया समस्ते भलरे रुहतु। तो आज जो टॉपिक रे नुआ वीडियो तैयार कर खास करी आपण मानक पई तो चलो वीडियो टॉपिक कौन रही देखा। तो वीडियोटी भल लगुचे चैनल को गोटे सब्सक्राइब लाइक एवं शेयर करेंगे। तो चलतु फ्रेंड्स चलतु मु आपण मानक देखी आज जो माने गोटे ट्रिक दे रखी माने आज टॉपिक जो रखी तो चलतु आज मु बिरी बरा करमी। तो चलतु मु बिरी प्रथमे बिरी बाटिकी रखी। तो तापरे माने जो आमर जो भुरसंगा पत्र पड़े बरा आउ डाली बरा जो दुकान सब पड़े भुरसंगा पत्र से ताकू पड़ी। तो आउ सब कौन कौन पड़ी मु आपण मानक देखौची। तो फ्रेंड्स देखंतु मु जो बिरी कुटिकी रखी थी। तो वर्तमान आज बरा करवा। तो आज जो भुरसंगा पत्र पड़ी आउ एथिरे कंचा लंका कटा है पड़ी। तो वर्तमान देखंतु बिरी जो बरिकी सारानी। तो याकू आमे गुड़े दबा। तो आउ कौन कौन सब पड़ो ताकू सब पके दबा। तो प्रथमे चलते आमे गैस ऑन कर दबा। तो कढ़ा बसई नबा चलते। तो प्रथमे आमे गैस टी ऑन कर दबा चलते। गैस टी ऑन कर देले कढ़ाटी बसई दबा। तो ऑन हो गला। तो कढ़ा बसई दबा। तापरे कढ़ाटी जो पानी जो धुआ जाइछि पानीटा सुखी गला परे तेलटा को ढाली दबा। ढालिला परे आमे पुणी एथिरे कोन पड़िवा कथा सब पके दबा। माने जीरा गुंडा आ कोन सब पड़िबो माने जीरा गुंडा आ अलगा मसला सब पड़िबो। तो पड़ी सारा परे याकू आमे मिक्स कर दबा चामच रे। तापरे आमे छांकी नबा। फ्रेंड्स चलंतु वर्तमान आमे जो बिरी सहित माने माने बरा सहित किछि आमे तरकारी टिके आज करिनबा। तो बरा तरकारी आज करनबा मटर पान पके दीदी देखंतु। तो आलू या सहित दीटा काटिकी बुगुन टाइप रे करनबा। तो कला परे हमकु टिके खाइबा को मजा लागिवो। तो चलंतु वर्तमान मु कढ़ा तो पाची सारलानी। तो फ्रेंड्स कढ़ा देखंतु पाची सारलानी तेल पके दबा वर्तमान। तो चलंतु। तो फ्रेंड्स वर्तमान आमे तेल पके नबा कढ़ा रे। कढ़ा गरम हो सारलानी। तेल मात्र एतिकी रही। तो जेहेतु एतिकी तेल रही तो आउ किछि तेल हमको आनिबा को पड़िबो। तो मात्र एतिकी तेल रही। तो चलंतु जदि शॉर्ट पइला मु सोरिष तेल रे छांकी देबे। କିଛି କଥା ନାହିଁ। ତ ଯେହେତु ବରା ବିରି ପାଣିରେ ମାନେ ବଟା ଯାଇଛି। ଯେହେତୁ ବିରି ବଟା ଯାଇଛି ତ ଆମକୁ ପୂର୍ଣ୍ଣ କରିବାକୁ ପଡିବ। ତ ଚାଲନ୍ତୁ ଆମେ ବର୍ତ୍ତମାନ ପକେଇ ନବା। କଢା ଗରମ ହେଇସାରିଲାଣି। ମାନେ ଛୋଟ ଛୋଟ କରିନବା ବେଶୀ ବଡ ହିଁ କରିବାନି ଛୋଟ ଛୋଟ କରିନବା। ଖାଇବାକୁ ମାନେ ତରକାରୀ ସହିତ ଖାଇବାକୁ ଭଲ ଲାଗିବ। ଟିକେ ଲୁଣ ମଧ୍ୟ ପକେଇଦବା। ଲୁଣ ଟୋଟାଲ ପଡି ନାହିଁ। ତ ଟିକେ ଲୁଣ ପକେଇ ନବା। ଜିରା ଗୁଣ୍ଡ ଟିକେ ପକେଇ ନବା। ଜିରା ଗୁଣ୍ଡ ଗୋଟା ଜିରା ପକେଇଲେ ଭଲ ଲାଗେ। ଯେହେତୁ ଗୋଟା ଜିରା ପକେଇଲେ ଭଲ ଲାଗେ ଟିକେ ଗୁଣ୍ଡ ଆଉ ଟିକେ ଗୋଟା ଜିରା ପକେଇଦେଲେ ତାର ମଜା ବି ଅଲଗା ଆସିବ। ତ ଚାଲନ୍ତୁ ବର୍ତ୍ତମାନ ପକେଇ ନବା। ତ ତା ସହିତ ଗୋଟା ଜିରା ପକେଇଦେଲେ ଯୋଉ ତେଲରେ ଛଙ୍କା ଯିବ କୁଡକୁଡିଆ ଟିକେ ଲାଗିବ ଭଲ ଲାଗିବ ଖାଇବା ପାଇଁ ସୁଆଦ ବି ଲାଗିବ। ତ ବର୍ତ୍ତମାନ ଚାଲନ୍ତୁ ଗୋଟା ଜିରା ଦିଟା ବୁଣିଦବା। ଦେଖିବା ମାନେ ଫୁଲିକି ପୁରା ମାନେ କମ ଥିଲା ଫୁଲିକି ପୁରା ବେଲାର ପୁରା ଫୁଲ ହେଇସାରିଛି। ବିରି ବିରିରେ ଏତେ ଟ୍ୟାଲେଣ୍ଟ ଦେଖନ୍ତୁ। ମାନେ ଏତିକି ମାତ୍ର ପକା ଯାଇଥିଲା ବିରି ସେ ଫୁଲିକି ମାନେ ଏତିକି ହେଇଥିଲା ବେଲେ ହେଇଯାଇଛି। ମାନେ ପାଣିଆ ଟାଇପ ହେଇଯାଇଛି ଆଉ। ଦେଖିବା ତେଲ କୋଉ ଭଳିଆ ଟାଣୁଛି। ତେଲ ଟିକେ ଗରମ ହେଇଯାଉ। ମୁଁ
ଛାଙ୍କି ଦେଲେ ଗୋଟେ ଜଣା ପଡିବ ତେଲଟା କେତେ ଗରମ ହେଲା। ଆଉ ଟିକେ ଗରମ ହବ ଜଣା ପଡିବ। ମୁଁ ଠାକୁରଙ୍କୁ ଡାକୁଛି ଏତିକି ତେଲର ମୋର ଏତିକି ବରା ଟିକେ ହେଇଯାଉ। ତ ହେଇଗଲେ ମୁଁ ଟିକେ ଖୁସି ହେବି। କଣ କରୁଛନ୍ତି ଦେଖିଆ, ପ୍ରଥମେ ଠାକୁରଙ୍କୁ ଡାକିକି କରିବା ବରାଟି। ପ୍ରଥମେ ଠାକୁରଙ୍କୁ ଡାକିକି ବନେଇଦବା, ଆମର ପ୍ରସ୍ତୁତ କରିଦବା। ତ ଚାଲନ୍ତୁ ଠାକୁର କଣ ରଖିଛନ୍ତି ଜଣା ପଡିବ। ମାନେ ମୁଁ ଭାବିଲି ଟିକେ ଚାମୁଚିର ଟିକେ ପକେଇ ନେଇକି ତ ଦେଖି ନବା ତେଲ ହେଲା କି ନାଇଁ, ତ ଚାଲନ୍ତୁ। ହେଇଗଲାଣି। କିନ୍ତୁ ସବୁ ରେଡି କରିଦେଇଥିଲି, ଏଇଟା ମୁଁ ଆଣିଥିଲି ଯାଇଥିଲି ଧୋଇବା ପାଇଁ, ତ ହେଇଗଲାଣି ଚାଲନ୍ତୁ। ତ ଫାଇନାଲି ଥାଳି ଆସିଗଲା, ଛୋଟଟେ ହେଇଛି। ଏଇଭଳି ଟିକେ ଟିକେ ପକେଇ ନବା ଚାମୁଚିରେ, ଭଲ ହବ ହାତ ନ ହେଇକିରି। ମାନେ ହାତରେ ପକେଇବିନି, ଚାମୁଚିରେ ଟିକେ ଟିକେ ପକେଇ ନବା। ଦେଖନ୍ତୁ କେତେ ସୁନ୍ଦର ହଉଛି। ବଡି ଯୋଉଭଳି ବିଛା ହୁଏ, ମୁଁ ସେଇଭଳିଆ ହିଁ କରୁଛି। ତ ଆସିଥିଲା ବଡି ବିଛା ପାଇଁ, ତ ହେଇପାରିଲାନି, ଭାବିଲି ମୁଁ ବରା କରି ଖାଇଦେବି। ତ ଫାଇନାଲି ମୁଁ ଦେଖେଇ ଦଉଛି, ଆପଣ ଫ୍ରେଣ୍ଡସ୍ ଦେଖନ୍ତୁ କେତେ ସୁନ୍ଦର ଭାବରେ ହେଇଛି। ଛୋଟ ମାନେ ଟିକେ ଟିକେ ପକେଇଥିଲି ଚାମଚରେ, ସେ ମେଲିକି ମାନେ ଏତେ ବଡ ହେଇସାରିଲାଣି। ତ ଗୋଟେ ସାଇଡ ହେଇ ସାରିଲା ପରେ, ଆମେ ତାକୁ ନୋଟ ଦେଇକି ପୁଣି ନେଇ ଆସିବା। ତ ଦେଖିବା ଟିକେ ଟିକେ, ଗୋଟେ ଗୋଟେ ସାଇଡ ହେଇଗଲାଣି। ଆଉ ଯୋଉ ପଛର ପଡିଥିଲା, ସେ ଟିକେ ଡେରିରେ ହେଇଛି। ଯୋଉମାନେ ଆଗର ପଡିଥିଲେ, ସେଇମାନଙ୍କର ଆଉ ଟିକେ ହବ। ତ ଚାଲନ୍ତୁ ଟିକେ ଟିକେ ତେଲ ଟିକେ ସର୍ଟ ଅଛି, କମ ତେଲରେ ବରା ଖାଇବା କି ମନ ହେଇଛି ଆମର ଆଜି। ତ ହେଇଗଲା ଆମର ରେଡି। ତ ଫ୍ରେଣ୍ଡସ୍ ଫାଇନାଲି ଆମର କଢାରେ ହେଇ ସାରିଲାଣି। ବର୍ତ୍ତମାନ ଆମେ ନେଇ ଆସିବା ଥାଳିକୁ। ତାପରେ ଆମେ ଗୁଗୁନି ଟିକେ କରି, ମାନେ ବନେଇ ଗୁଗୁନି, ଆମର ଯୋଉ ମଟର ପାଲ ପଡିଛି, ଆଳୁ ଦିଟା କାଟି ଗୁଗୁନି ବନେଇ ତାକୁ ଖାଇଦବା ଆଉ। ତ ବର୍ତ୍ତମାନ ଆମେ କଢାକୁ ନେଇ ଆସିବା, ଯୋଉ ଲାଗି ଯାଇଛି ତାକୁ ମାନେ ଛଡା ଛଡା କରିଦବା। ଗୋଟି ଗୋଟି କରିଦବା ଆଉ। ବହୁତ ତେଲ ଟାଣୁଛି। ଏତିକି ହବ କି ନହବ ମୋର ସନ୍ଦେହ। ତ ହେଇଗଲା ଆମର ରେଡି। ତ ଚାଲନ୍ତୁ, ବର୍ତ୍ତମାନ ଯୋଉ ଆମର ଏଇଟା ଲାଗି ଯାଇଛି, ଗରମ ହେଇଛି। ତ ଏଇଟା ଯୋଉ ଲାଗି ଯାଇଛି, ତ ୟାକୁ ଆମେ ମାନେ ଅଲଗା କରିଦବା। ତ ଏଇଟା ଗରମ ଥଣ୍ଡା ହେଇସାରୁ, ତା ପୂର୍ବରୁ ଆମେ ଆଉ କିଛି କଢାରେ ପକେଇ ନବା।
ବର୍ତ୍ତମାନ ଏହାକୁ ଆମେ ଅଲଗା କରିଦେବା। ଥଣ୍ଡା ହେଇ ଆସିଲାଣି। ତାପରେ ତଥାପି ଗରମ ରହିଛି।